440 ଭୋଲ୍ଟର ଝଟକା ଲାଗିଗଲା କି ମୁଁ ବି ଯେତେବେଳେ ଜାଣିଲି ସେ ସୋନିଆ ନୁହଁ ଚନ୍ଦ୍ରଗୁପ୍ତ ଶ୍ରୀଚନ୍ଦନଙ୍କର ଏକମାତ୍ର ପୁଅ ଆମେରିକା ଫେରନ୍ତା ଡକ୍ଟର ଶ୍ରୀନିବାସ ଶ୍ରୀଚନ୍ଦନ ମୋର ବି ହୋସ ଉଡ଼ି ଯାଇଥିଲା। ହସ ହଜିଗଲା କି ବଡ ବଡ ବାବୁ ବାବୁ ଆଣି ମାନେ ଆଖି ଓଲଟି ପଡିଲା। ମୁଁ ବି ଯୋଉଦିନ ଜାଣି ମୋ ସାଙ୍ଗରେ ଜଙ୍ଗଲରେ ବୁଲୁଥିବା ମୋ ଘରେ ବସା ଉଠା କରୁଥିବା ସୋନିଆ ଏତେ ଭଲ ଲୋକ ସେଦିନ ମୋ ପାଦ ତଳୁ ବି ମାଟି ଖସି ଯାଇଥିଲା। ମତେ କୁହନ୍ତୁ ମନ୍ତ୍ରୀ ମହୋଦୟ ସୋନିଆକୁ ଗୁଳି କଲା କିଏ? ଭଲ ଲୋକ ବୁଝିଲା କେମିତି? এইটা কেমিতি সম্ভব? এই সন্ধ্যা নয় ডক্টর শ্রীনিবাস শ্রীচন্দন। You are 100% correct, Mr. Jagati Chapter. वो सोनिया नहे डॉक्टर श्रीनिवास श्रीचंदन। 어색한 소리야라 어비너 꿈틀이 어게틱들이 어비너 어비더에 뭐에 두니야라고 바로 봐버렸지 이거니 서다 미쳐 볼 ték 바로 뭔가 아바뿐나 비더에 ଥିବା 버럭다고 못자니 이거니 বড় লোক ଆଉ ଛୋଟ ଲୋକ ଭିତରେ ଥିବା ପ୍ରଭେଦକୁ ମୁଁ ଆରାମରେ ବୁଝେଇଗଲି। I can believe. How is it possible? Nothing which is possible in this world which can be a madam. ସେତେବେଳେ ଛୋଟ ଲୋକ ସୋନିଆ ଭାବି ଏ ଗାଲକୁ ଗୋଟେ ସତ ଚାପଡ଼ା ମାରିଥିବ। ଏବେ ଆସ ଶ୍ରୀନିବାସ ଶ୍ରୀଚନ୍ଦନ ଗାଲ ଉପରକୁ ହାତ ଉଠେଇ ଦେଖ। Yes. Come on. ଛୋଟ ବଡ ଭିତରେ ଥିବା ଫରକଟା ବୁଝେଇ କହୁଛି ଶୁଣ। ଭଲ ଦେଇକି ବୁଝ ଛୋଟ କିଏ ଆଉ ବଡ କିଏ। ଦୁବ ଘାସ କେତେ ଛୋଟ ହେଲେ ଜଗନ୍ନାଥଙ୍କ ମଥାରେ ରାଗିଲେ ଜଗନ୍ନାଥ ଖୁସି ହୁଅନ୍ତି। ତାର ଗଛ ସେ କାମରେ ଆସିପାରେନି। ଯେତେବେଳେ ମଣିଷଟା କିଟିମିଟି ଅନ୍ଧାର ଭିତରେ ରାସ୍ତା ଖୋଜୁଥାଏ ସେତେବେଳେ ଛୋଟିଆ ଦୀପର ଖଣ୍ଡିଆ ସଳିତାଟିଏ ମଣିଷକୁ ରାସ୍ତା ଦେଖା। ଛୁଞ୍ଚି କେତେ ଛୋଟ ସାମାନ୍ୟ ଛୁଞ୍ଚିଟା ଦିଟା କପଡାକୁ ସିଲେଇ କରି ଯୋଡିବାରେ ସାହାଯ୍ୟ କରେ ଯୋଉ କାମ ଶାବଳ କେବେ କରିପାରେନି। ଏବେ ବି ସମୟ ଅଛି ଛୋଟ ବଡ ଭିତରେ ଥିବା ଫରକଟାକୁ ବୁଝିଯାଅ ନହେଲେ ପସ୍ତେଇବ ବହୁତ ପସ୍ତେଇବ।